ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ସ୍ୱାଗତ କରୁଛି। ସ୍ମରଣ କରିବା ସେହି କୃଷକୁ, ଯେଉଁ କୃଷ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପରି ପାପୀମାନଙ୍କ ପାଇଁ ନିଜର ପ୍ରାଣ ଉତ୍ସର୍ଗ କରିଥିଲେ। ସେହି କୃଷ ପ୍ରତି ଦୃଷ୍ଟିପାତ କଲେ ଆମମାନେ ପରିତ୍ରାଣର ଅନୁଭୂତି ପାଇଥାଉ। ସେହି କୃଷ ପ୍ରତି ଦୃଷ୍ଟିପାତ କଲେ ତାଙ୍କର ରକ୍ତକୁ ସ୍ମରଣ କରୁ। ତାଙ୍କ ଶରୀରରୁ ପାତିତ ହୋଇଥିବା ରକ୍ତରେ ଆମେ ପରିଷ୍କୃତ ହୋଇଅଛୁ। ସେହି କୃଷ ପ୍ରତି ଦୃଷ୍ଟିପାତ କଲେ ତାଙ୍କର ଦୟା, ତାଙ୍କର କରୁଣାର ଭାବ ଆମମାନେ ଦେଖିପାରୁ। ସେହି କୃଷ ପ୍ରତି ଦୃଷ୍ଟିପାତ କଲେ ଦେଖୁ ସାରା ଜଗତ ତାଙ୍କ ନିମନ୍ତେ ଆଜ୍ଞାଦ୍ରୋହୀ ହୋଇଥିଲା ଏବଂ ପ୍ରତ୍ୟେକେ ତାଙ୍କର ବିରୁଦ୍ଧରେ ଉଠିଥିଲେ ଏବଂ ଆମ ପରି ପାପୀମାନଙ୍କ ପାଇଁ ସେ କୃଷ ଉପରେ ଆପଣାର ପ୍ରେମ ପ୍ରଦର୍ଶନ କଲେ ଏବଂ ନିଜକୁ ସେହି କୃଷ ଉପରେ ଉତ୍ସର୍ଗ କରିଦେଲେ। ତେଣୁ ଆସୁ ସେହି କୃଷ ପ୍ରତି ଦୃଷ୍ଟିପାତ କରୁ ଏବଂ ମନରେ ଶାନ୍ତି ଓ ଆନନ୍ଦ ଅନୁଭବ କରୁ। ସୁନ୍ଦର ଗୀତଟିଏ, କୃଷରେ କେବଳ ତ୍ରାଣ ଉପାୟ, ଏଥିରେ ଘୁଞ୍ଚିଯାଏ ମୃତ୍ୟୁ ଭୟ। କୃଷରେ କେବଳ ତ୍ରାଣ ଉପାୟ, ତହିଁରେ ଘୁଞ୍ଚି ଯାଏ ମୃତ୍ୟୁ ଭୟ। ଆସ ଆସ ଠିଆ ହୋଇଅନାଅ, କୃଷ ଦର୍ଶନେ ଆତ୍ମା ତ୍ରାଣ ପାଅ। ତହିଁ ଅଶେଷ ପାପର ମୋଚନ, ତହିଁ ଆତ୍ମାର ଅନନ୍ତ ଜୀବନ। କିଣା ହେଲା ତା ପ୍ରଭୁଙ୍କ ରକ୍ତରେ, ରକ୍ତ ପ୍ରାୟଶ୍ଚିତ କଲେ କୃଷରେ। ମୋତେ ସେ ଅପାର କରୁଣା କଲେ, ଦିନକୁ ଦିନ କୃପା ଦେଖାଇଲେ। ତଥାପି ତ ମୁଁ ତାଙ୍କୁ ନ ମାନିଲି, କେବଳ ତାଙ୍କ ବିପରୀତ କଲି। କେବଳ ମୁହିଁ ନୁହେଁ ସବୁ ଥିଲେ, ଜଗତ ଯାକ ଆଜ୍ଞାଦ୍ରୋହୀ ହେଲେ। ଗୋଟିଏ ନଥିଲା ନିଷ୍ପାପ ଜନ, ପାପୀ ପାପ ପାଇଁ ଦେଲେ ଜୀବନ। ଧନ୍ୟ ଧନ୍ୟ ସର୍ବଦା ଧନ୍ୟ କୃଷ, ତହିଁରୁ ମୋର ମନର ସନ୍ତୋଷ। ଅନନ୍ତ ଧନ୍ୟ ହେଉଛି
सुनामे मर्त्य पुरे अथवा स्वर्ग धामे